କୌଣସି ଯୋଜନା ଯଦି ଆପଣମାନେ ନେବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଏହି କାମକୁ କରନ୍ତୁ, ନହେଲେ ଆପଣମାନେ ଏହି ଯୋଜନାରେ ପଇସା ପାଇପାରିବେ ନାହିଁ ବା ଆବେଦନ କରିପାରିବେ ନାହିଁ। ତ କ'ଣ ରହିଛି ଦେଖନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ, ଯାହାକି ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ ଏହି ଯୋଜନାରେ ଯେକୌଣସି ଯୋଜନାରେ ଆପଣମାନେ ଲାଭ ନେବାକୁ ଚାହୁଁଛନ୍ତି। ତ ଦେଖନ୍ତୁ ଯେମିତିକି ପିଏମ୍ କିଷାନ ଯୋଜନା, ସିଏମ୍ କିଷାନ ଯୋଜନା, ଯୋଉଟାକି ବୃଦ୍ଧା ପେନ୍ସନ୍ ଯୋଜନା, ଏହିସବୁ ଯୋଜନାରେ ଯଦି ଆପଣମାନେ ନେବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଏହି କାମକୁ କରିବାକୁ ପଡ଼ିବ, ଯୋଉଟାକି 3ଟି କାମ ଅଛି। ଯେମିତିକି ଦେଖନ୍ତୁ ପ୍ରଥମେ ହେଲା ଆଧାର କାର୍ଡ଼ ଯଦି ଆପଣମାନେ ଏବେ ବି ଆପଡେଟ୍ କରିନାହାନ୍ତି, ଯୋଉଟାକି 10 ବର୍ଷ ହୋଇସାରିଲାଣି ଆପଣମାନେ ଏବେ ବି ଆପଡେଟ୍ କରିନାହାନ୍ତି, ଯାହାକି ଯେକୌଣସି ଡକୁମେଣ୍ଟସ୍ ଦେଇକି ଆପଣଙ୍କ ଆଇଡେଣ୍ଟି ପ୍ରୁଫ୍ ଆପଣମାନେ ଆପଡେଟ୍ କରିପାରିବେ। ତ 2 ନମ୍ବର ଦେଖନ୍ତୁ ଯଦି ଆପଣମାନେ ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଏଡ୍ କରିନାହାନ୍ତି ତାହେଲେ ଆପଣମାନେ ମଧ୍ୟ ଏହି ମୋବାଇଲ ନମ୍ବର ଏଡ୍ କରନ୍ତୁ ଆଧାର କାର୍ଡ଼ରେ। ନହେଲେ ଆପଣମାନେ ଯଦି କୌଣସି ଯୋଜନାରେ ଆପଣମାନେ ଆବେଦନ କରିବାକୁ ଚାହୁଁଥିଲେ ବି ଆପଣମାନେ ଓଟିପି ନ ଆସିଲେ ଆପଣମାନେ ଆବେଦନ କରିପାରିବେ ନାହିଁ। ତେଣୁକରି ଆପଣମାନେ ଖୁବ୍ ଶୀଘ୍ର ଆଧାର କାର୍ଡ଼ ମୋବାଇଲ ନମ୍ବର ଏଡ୍ କରନ୍ତୁ। ତ ଦେଖନ୍ତୁ 3 ନମ୍ବର କ'ଣ ରହିଛି, ଯଦି ଆପଣମାନଙ୍କ ଏହି ପିଏମ୍ କିଷାନ ଯୋଜନା, ସିଏମ୍ କିଷାନ ଯୋଜନା, ଯାହାକି ବୃଦ୍ଧା ପେନ୍ସନ୍ ଯୋଜନାରେ ଆପଣମାନେ ଯଦି ଆବେଦନ କରିଥିଲେ ଏବେ ଯଦି ପଇସା ଆସିନାହିଁ ତାହେଲେ ଆପଣମାନେ ଏହି କ'ଣ ପାଇଁ ଆସୁନାହିଁ ଦେଖନ୍ତୁ। ତ ଯଦି ଆପଣମାନେ ଏହି ବ୍ୟାଙ୍କରେ ଯଦି ଆପଣମାନେ ଏନ୍ପିସିଆଇ ବା ଡିବିଟି ଫର୍ମ ଯଦି ଆପଣମାନେ ଏହି ସବମିଟ୍ କରିନାହାନ୍ତି ବା ଲିଙ୍କ କରିନାହାନ୍ତି ବ୍ୟାଙ୍କରେ, ତାହେଲେ ଆପଣମାନେ ମଧ୍ୟ ଏହି ଯୋଜନାରେ କୌଣସି ବି ଆପଣମାନେ ପଇସା ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉଟାକି ଦିଆଯାଇ ଆପଣମାନେ ପାଇପାରିବେ ନାହିଁ। ତାହେଲେ ଆପଣମାନେ ଯାଆନ୍ତୁ ବ୍ୟାଙ୍କରେ, ଆପଣମାନେ ଏନ୍ପିସିଆଇ ବା ଡିବିଟି ଫର୍ମ ଆପଣମାନେ ସବମିଟ୍ କରନ୍ତୁ ଆଧାର କାର୍ଡ଼ ନମ୍ବର ବା ମୋବାଇଲ ନମ୍ବର ଦେଇକି ଆପଣମାନେ ଏଡ୍ କରାଇଲେ ଆପଣମାନେ ଯେକୌଣସି ବି ଆପଣମାନେ ଯୋଜନା ପଇସା ଆପଣମାନେ ପାଇପାରିବେ, ଯୋଉ କି ଆପଣମାନେ ଯଦି ଆବେଦନ କରିଥିବେ। ତ ଏଇଭଳିଆ 3ଟି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ, ଯଦି ଆପଣମାନେ ଏଇ କାମ କରିନାହାନ୍ତି ତାହେଲେ ଆପଣମାନେ ଖୁବ୍ ଶୀଘ୍ର ଯାଇକି କରନ୍ତୁ। ତ ଏଇଭଳିଆ ଆଜି ଟପିକ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଏ 3ଟି ଗୁରୁତ୍ୱପୂର୍ଣ୍ଣ ରହିଛି, ଆପଣମାନେ ଖୁବ୍ ଶୀଘ୍ର କରିନିଅନ୍ତୁ।